ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ। ଏବେ ଯେଉଁ ଭଳିଆ ଗରମ ହେଉଛି ନା, ସେଥିପାଇଁ ଦେଇର ଗୋଟେ ନାଇଟ୍ ଗଳେଇ ଦେଇଥିଲି। ହେଲେ ଆପଣମାନେ ତ ଭାବୁଥିବେ ଇଏ ତ ଚେନ୍ନାଇ ଆସି ସାରିଲାଣି, ପୁଣି ଦେଇ ହେଉଛି। ଆରେ ମୋର ବା ଓଡ଼ିଶା ଭିଡ଼ିଓ ସରିନି, ବହୁତ ଗୁଡ଼ିଏ ବାକି ଅଛି। ସେସବୁ ସାଇଡ଼୍ କରନ୍ତୁ, ଏଠି ଚାଲନ୍ତୁ ଗରମ ଗରମ ଆଳୁ ପରଟାକୁ ଚଟଣି ଖାଇନେବା। ଖାଇସାରିଲା ପରେ ଆଜି ଲଞ୍ଚର ପ୍ଲାନ୍ ହେଇଥିଲା ଗରମକୁ ଦେଖିକିନି ପଖାଳ ହେବ। ଆଉ ମୁଁ ଏଠି ଟିକେ ଆମ୍ବୁଲ ଏକା ଚକଡ଼ା ଚକଡ଼ି କରୁଛି। ଆଉ ଦେଇ ମୋର ଏଠି ଶାଗ ଭାଜୁଛି, ଯେଉଁଟାକି ଛୁନଛୁନିଆ ଶାଗ। ଏଇଟା ମୋର ଅଲ୍ ଟାଇମ୍ ଫେଭରାଇଟ୍, ହେଲେ ଚେନ୍ନାଇରେ ସେଇଟା ମିଳେନି। ତ ସେସବୁକୁ ମୁଁ ସାଇଡ଼୍ କରିଦେଇ ଭଜା ଆଳୁ ଚକଟା ଏକା ଧରିକିନି ବସି ପଡ଼ିଲି ପଖାଳ ଖାଇବା ପାଇଁ। ପଖାଳ ଖାଇସାରିଲା ପରେ ଯେଉଁ ନିଦଟା ହେଇଥିଲା, ଉଠିଲା ପରେ ଦେଖେ ତ ପାଗ ପୁରା ଚେଞ୍ଜ ହେଇଯାଇଛି। ଛାଡ଼ନ୍ତୁ ସେସବୁ। ବର୍ଷା ଛାଡ଼ିଲା ପରେ ଆମେ ପୁଅର ମୋର ଟିକେ ବାହାରି ପଡ଼ିଲୁ ମାର୍କେଟ। ତ ଆମର ସୁପର ମାର୍କେଟରେ ଟିକେ କାମ ଥିଲା। ଆରେ ମୋର କାମ ନାହିଁ, ମୋ ଦେଇର, ଯେହେତୁ ଦେଇ ଏବେ ଆସିପାରୁନି, ତାର କିଛିଟା କାମ ମୁଁ ତାକୁ ହେଲ୍ପ କରୁଛି, ବିକଜ ମୁଁ ତା ଭଉଣୀ। ତ ସେଇଠୁ ଆସିଲା ପରେ ପୁଅ କହିଲା ଗୁପଚୁପ ଏକା ନେବା। ତ ସେଠି ଆମେ ଆକ୍ଚୁଆଲି ଖାଇବା ପାଇଁ ଠିଆ ହେଇଥିଲୁ, କିନ୍ତୁ ଏବେ ତ ପୁଅ ପିଲା ଖାଲି ଗୁପଚୁପ ଖାଉଛନ୍ତି। ମୋତେ ସେଠି ଗୋଟେ ବି ଝିଅ ପିଲା ଦେଖାଗଲେନି। ତ ସବୁ ପୁଅ ପିଲା ଖାଉଥିଲେ, ତ ସେଠୁ ଆମେ ମୋମୋ ଆଉ ଗୁପଚୁପ ଧରି ପଳେଇ ଆସିଲୁ। ତ ଗୁପଚୁପ ଏଠି ଦେଇ ସର୍ଭ କରିଦେଲା ଆମକୁ, ଦୋକାନ ଭଳିଆ ଗୋଟେ ଗୋଟେ ବାଢ଼ିକି ଦେଇଦେଲା। ତ ଖାଇସାରିଲା ପରେ ଆଜି ପୁଅର ଫରମାଇଶ ଥିଲା ଓରିଓ ଚକୋଲେଟ୍ ବିସ୍କୁଟ୍ ତା ପାଇଁ ବନେଇବା ପାଇଁ। ଯେହେତୁ ସେ ମୋ ଭିଡ଼ିଓରେ ସବୁବେଳେ ଦେଖେ ମୁଁ ବନାଏ ସବୁ, ତ ଦେଖିକିନି କହିଥିଲା, ଭାବିଲି ଯିବା ପୂର୍ବରୁ ଟିକେ ତା ପାଇଁ ବନେଇ ଦେବା। ତ ଏଠି ମୁଁ ମୋର ପ୍ରିପାରେସନ୍ ଏକା କରିକିନି ଏଇ ମାଇକ୍ରୋ ଓଭନ୍ରେ ଲଗେଇଦେଲି। ଆଉ ତା ଉପରେ ଟିକେ ସଜେଇବା ପାଇଁ ଜେମ୍ସ ଚକୋଲେଟ୍ ରଖିଦେଇଥିଲି। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ କହିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ରହିଲି, ବାଏ।